ମାର୍ଚ୍ଚ 20 ତାରିଖକୁ ସମଗ୍ର ବିଶ୍ୱ ଦରବାରରେ ଓଡ଼ିଆ ଜାତିର ପ୍ରିୟ ଖାଦ୍ୟ ପଖାଳକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି। 2015 ମସିହାର ପ୍ରଥମେ ପଖାଳ ଦିବସର ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ଧନୀ ହେଉ ଅଥବା ଗରିବ ସମସ୍ତଙ୍କ ପାଖରେ ପଖାଳ ଏକ ସ୍ୱତନ୍ତ୍ର ପରିଚୟ ବଜାୟ ରଖିଥାଏ। ପଖାଳ ସାଙ୍ଗକୁ ମାଛ ଭଜା, ବଡ଼ି ଚୁରା, ଆମ୍ବୁଲ ରାଇତା, ଶାଗ ଭଜା, ବାଦାମ ଚଟଣି, ବାଇଗଣ ପୋଡ଼ା, ବିଲାତି ପୋଡ଼ା ସହିତ ଶୁଖୁଆ ପୋଡ଼ା ଆଉ ତା ସାଙ୍ଗରେ ସଜନା ଛୁଇଁର ସନ୍ତୁଳା ଭଳି ଦେଶୀ ପନିପରିବାର ତରକାରୀ ପଖାଳ ଦିବସର ମଜାକୁ ବହୁଗୁଣିତ କରିଥାଏ। ଓଡ଼ିଆ ଜାତିର ସ୍ୱାଭିମାନ ଓ ଗର୍ବର ପ୍ରତୀକ ହେଉଛି ପଖାଳ, ଯାହାକି ଆଜି ବିଶ୍ୱ ଦରବାରରେ ଆଦୃତ ହୋଇପାରିଛି। ଅନ୍ୟପକ୍ଷରେ ପଖାଳ ହେଉଛି ଓଡ଼ିଶାର ପରିଚୟ। ଓଡ଼ିଶାର 80% ଲୋକ ଚାଷୀ ଓ ଶ୍ରମଜୀବୀ ଲୋକ। ପଖାଳ ହିଁ ତାଙ୍କର ମୁଖ୍ୟ ଖାଦ୍ୟ। ବିଶେଷଜ୍ଞମାନଙ୍କ ମତରେ ପଖାଳ ଦେହ ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ, ଯାହାକୁ କି ବିଶ୍ୱ ପରିଚୟ ଆଣିବାରେ ସକ୍ଷମ ହୋଇଛି। ଆଜିର ଦିନରେ ବଡ଼ ବଡ଼ ହୋଟେଲରେ ମଧ୍ୟ ପଖାଳକୁ ଏକ ଆନ୍ତର୍ଜାତୀୟ ଖାଦ୍ୟ ଭାବେ ଆଦୃତ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି କଟକ ସହରର ବିଭିନ୍ନ ସ୍ଥାନରେ ପଖାଳ ଦିବସ ପାଳନ କରାଯାଇଛି। ଖାସ୍ କରି କଟକ ମେୟର ସୁଭାଷ ସିଂ କଟକ ବାରବାଟୀ ଦୁର୍ଗରେ ପଖାଳ ଦିବସ ପାଳନ କରିଥିବା ବେଳେ ବାରବାଟୀରେ କଟକ ବିଜେଡି ରାଜ୍ୟ ସମ୍ପାଦକ ବିଶ୍ୱଜିତ ମହାନ୍ତି ମଧ୍ୟ ନିଜ ବନ୍ଧୁମାନଙ୍କ ସହିତ ପଖାଳ ଦିବସକୁ ପାଳନ କରିଥିଲେ।